ମା ଦିବ୍ୟ ସମାଚାରରେ ମା ଶ୍ରୀଙ୍କ ସହ ଘଟିତ 247 ସତ୍ୟ କାହାଣୀ ରହିଛି। ମୂଳ ରଚନା ଥିଲା ଶ୍ୟାମ କୁମାରଙ୍କର ଏବଂ ତାକୁ ଓଡ଼ିଆ ରୂପାନ୍ତର କରିଛନ୍ତି ଧ୍ରୁବଚରଣ ହୋତା। ଭିନ୍ନ ଭିନ୍ନ ଲୋକଙ୍କ ସହିତ ଶ୍ୟାମ କୁମାରୀ ନିଜେ କଣ୍ଟାକ୍ଟ କରିଛନ୍ତି ଏବଂ ତାଙ୍କ ପାଖରୁ ଲେଖା ତାଙ୍କ ଜୀବନର ଘଟଣା ଯୋଉ ଘଟଣା ସେ ଅଙ୍ଗେ ନିଭେଇଛନ୍ତି ତାକୁ ସବୁ ଲେଖା ଆକାରରେ ପ୍ରକାଶ କରିଛନ୍ତି। ତାର ଓଡିଆ ରୂପାନ୍ତର କରିଛନ୍ତି ଆମର ଧ୍ରୁବଚରଣ ହୋତା। ଆମେ ପଢିବା ଆଜି ବାଂଲାଦେଶରେ ଉତ୍ସବ ପାଳନ। 1972 ମସିହା ଆଶ୍ରମର ଶ୍ରୀବୃନ୍ଦ ସୋସାଇଟି ସମଗ୍ର ଭାରତର ରାଜ୍ୟ ମାନଙ୍କରେ ଶ୍ରୀଅରବିନ୍ଦଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ପାଳନ କାର୍ଯ୍ୟ ପରିଚାଳନା କରୁଥିଲା। ଏନ୍ ଜୀଙ୍କୁ ନେଇ ଜାନୁଆରୀ ମାସରେ ମାଙ୍କ ପାଖକୁ ଗଲେ ଏବଂ ମାଙ୍କୁ ଜଣାଇଲେ ଯେ ସେ ତାଙ୍କ ବିଭିନ୍ନ ରାଜ୍ୟରେ ସେ ତାଙ୍କୁ ବିଭିନ୍ନ ରାଜ୍ୟରେ ଉତ୍ସବ ପାଳନ କାର୍ଯ୍ୟର ପରିଚାଳନାର ଦାୟିତ୍ୱ ଦେଇ ପଠାଇବାକୁ ଚାହାନ୍ତି। ମାଙ୍କର ସମ୍ମତି ଏଥିରେ ଅଛି କି ନାହିଁ ଜାଣିବାକୁ ଚାହିଁଲେ। ଶ୍ରୀମା ଏଥିରେ ସମ୍ମତ ହୋଇ ତାଙ୍କୁ ଏକ ସ୍ୱତନ୍ତ୍ର ଆଶୀର୍ବାଦ ପ୍ୟାକେଟ ସହ ଶ୍ରୀଅରବିନ୍ଦଙ୍କ ଏକ ବଡ ଫଟୋ ଦେଲେ। ଶ୍ରୀଅରବିନ୍ଦ ଜନ୍ମ ଗ୍ରହଣ କରିଥିଲେ କେବେ? 1872 ଅଗଷ୍ଟ 15ରେ। ତେଣୁ 1972 ମସିହା ପାଇଁ ତାଙ୍କର ଜନ୍ମ ଶତବାର୍ଷିକୀ ପାଇଁ ଚାରିଆଡେ ଉତ୍ସବ ପାଳନ ହବ। ସେଥିପାଇଁ କେମିତି କଣ ହବ ସେ ତାକୁ ପରିଚାଳନା କରିବା ପାଇଁ ଭିନ୍ନ ଭିନ୍ନ ଜାଗାରେ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କୁ ଶ୍ରୀଅରବିନ୍ଦ ସୋସାଇଟି ଦାୟିତ୍ୱ ଦେଇଥିଲେ। ତା ଭିତରୁ ଜଣଙ୍କୁ ନେଇ ସେ ମାଙ୍କ ପାଖକୁ ପହଞ୍ଚିଥିଲେ। ମା ତାଙ୍କୁ ଆଶୀର୍ବାଦ ପ୍ୟାକେଟ ସହ ଶ୍ରୀଅରବିନ୍ଦଙ୍କ ଏକ ବଡ ଫଟୋ ଦେଲେ। ଭାରତରେ ଜନ୍ମ ଶତବାର୍ଷିକୀ ଉତ୍ସବ ପାଳନ ହୋଇସାରିବା ପରେ ତାହା ଆମର ପଡୋଶୀ ରାଜ୍ୟରେ ଥିବା କେନ୍ଦ୍ର ଯଥା ନେପାଳ, ଭୁଟାନ, ସିକିମ ଏବଂ ଶ୍ରୀଲଙ୍କାର ବିଭିନ୍ନ ସ୍ଥାନରେ ଏହା ପାଳିତ ହୋଇଥିଲା। ବାଂଲାଦେଶରେ ମଧ୍ୟ ଅନେକ ଅସୁବିଧା ସତ୍ତ୍ୱେ ହୋଇପାରିଥିଲା। ଶ୍ରୀମାଙ୍କର କରୁଣା ଏବଂ ଶକ୍ତି କିପରି ଆନ୍ତରିକ ତଥା ନିଷ୍ଠାପର ଭାବରେ ଭଗବାନଙ୍କର ସେବା କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ସହ ନିରନ୍ତର ରହିଥାଏ ଏବଂ କାର୍ଯ୍ୟ କରିଥାଏ ତାହାର ଏକ ସତ୍ୟ ଘଟଣା ଉପରେ ଏହା ଲିଖିତ। 1971 ମସିହାରେ ବାଂଲାଦେଶ ମୁକ୍ତି ପାଇସାରିଲା ପରେ ସେଠାରେ ଏକ ପ୍ରକାର ଗଣ୍ଡଗୋଳିଆ ପରିସ୍ଥିତି ଦେଖାଦେଲା। 1972 ମସିହା ଜୁନ ମାସରେ ମାଙ୍କୁ ପ୍ରଣାମ ଜଣାଇ ଜୀ ବାଂଲାଦେଶ ଅଭିମୁଖେ ବାହାରିଲେ। ମାନେ ରିସେଣ୍ଟଲି ବର୍ଷେ ତଳେ 1971 ମସିହାରେ ବାଂଲାଦେଶ ପାକିସ୍ତାନ ରୁ ଅଲଗା ହେଇକି ମୁକ୍ତି ପାଇଛି। ତେଣୁ ଗଣ୍ଡଗୋଳ ପରିସ୍ଥିତି ଟା ଏତେ ଶୀଘ୍ର ବି ସମାଧାନ ହେଇନଥିବ। ଚାରିଆଡେ ଭିନ୍ନ ଭିନ୍ନ ପ୍ରକାରର ପରିସ୍ଥିତି ରହିଛି ଯୋଉଟା କି ଗଣ୍ଡଗୋଳିଆ ପରିସ୍ଥିତି। ସେଇ ସମୟରେ 1972 ମସିହା ଜୁନ ମାସରେ ଜି ଯାଇକି ପହଞ୍ଚିଲେ ବାଂଲାଦେଶ ଅଭିମୁଖେ ବାହାରିଲେ। ଜୀଙ୍କର ସମସ୍ତ ପ୍ରକାରର ଚେଷ୍ଟା ବିଫଳ ହେଲା। ଶେଷରେ ଜୀ ମାଙ୍କ ନିକଟକୁ ଏକ ଟେଲିଗ୍ରାମ ପଠାଇଦେଲେ ଏବଂ 500 ଟଙ୍କା ପକେଟରେ ନେଇ ପ୍ଲେନରେ ଉଠିଲେ। ଏତେ ଗଣ୍ଡଗୋଳିଆ ପରିସ୍ଥିତି ଥିଲା ଯେ ସେଠି ଜି ଆଉ କିଛି କରିପାରିଲେ ନାହିଁ। ତାଙ୍କର ଚେଷ୍ଟା ବିଫଳ ହେଲା। ତେଣୁ ସେ ମାଙ୍କ ପାଖକୁ ଟେଲିଗ୍ରାମ ପଠେଇ ପ୍ଲେନରେ ଫେରି ଯିବା ପାଇଁ ଉଠିଲେ। ପକେଟରେ ତାଙ୍କର 500 ଟଙ୍କା ଥାଏ। ଢାକାର ଶୁଳ୍କ ଆଦାୟକାରୀ ଅଫିସର ଜଣକ ତାଙ୍କ କାମିଜରେ ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କର ସ୍ୱର୍ଣ୍ଣ ନିର୍ମିତ ସିମ୍ବଲ ଲଗା ହୋଇଥିବାର ଦେଖି ଆଙ୍ଗୁଳି ନିର୍ଦ୍ଦେଶ କଲେ। ସେ ଅଫିସରଙ୍କୁ ଖୁବ୍ ଆଗ୍ରହ ସହକାରେ ମାଙ୍କ ସିମ୍ବଲର ଗୂଢ ତାତ୍ପର୍ଯ୍ୟ ଏବଂ ତାଙ୍କର ଯାତ୍ରାର ଉଦ୍ଦେଶ୍ୟ ବର୍ଣ୍ଣନା କଲେ। ଅଫିସର ଜଣକ ଟିକେ ପ୍ରଭାବିତ ହୋଇ କହିଲେ, ଓହୋ ତୁମେ ତେବେ ଏଠାକୁ ଶ୍ରୀଅରବିନ୍ଦଙ୍କ ଆଦର୍ଶ ପ୍ରଚାର କରିବାକୁ ଆସିଛ? କିନ୍ତୁ ମୁଁ ତୁମକୁ ସାବଧାନ କରି କହିଦଉଛି, କେହି ତୁମ କଥା ଶୁଣିବେ ନାହିଁ। କାରଣ ଭାରତୀୟ ମୁନିଋଷି ଉପରେ କେହି ସେତେ ଆଗ୍ରହୀ ନୁହନ୍ତି। ଏବଂ ମୁଁ ମଧ୍ୟ ଉପଦେଶ ଦେଉଛି ଯେ ତୁମେ ଏଇ ସିମ୍ବଲଟିକୁ ବାହାର କରି ଅନ୍ୟ କେଉଁଠି ରଖିଦିଅ, ନଚେତ୍ କିଛି ବିପଦ ମଧ୍ୟ ଘଟିପାରେ। ଜୀ ନିଜର କ୍ରୋଧ ସମ୍ବରଣ କରି ତାଙ୍କୁ କହିଲେ, ସେ ମାଙ୍କର ସୈନିକ। ସେ କେବେ ହେଲେ ହାତ ତଳକୁ ରଖି ଯୁଦ୍ଧ ଭୂମିରୁ ପଳାୟନ କରିବେ ନାହିଁ। ବରଂ ଜୀବନ ଥିବା ପର୍ଯ୍ୟନ୍ତ ସେ ସର୍ବଦା ପ୍ରସ୍ତୁତ ରହିଥିବେ। ଜି ଚାଲିଗଲେ। ଯେହେତୁ ସେଠାରେ କାହାକୁ ହେଲେ ଜାଣିନଥିଲେ, ଏଣୁ ଟ୍ୟାକ୍ସି ଡ୍ରାଇଭରକୁ ଗୋଟିଏ ଭଲ ହୋଟେଲକୁ ନେଇଯିବା ପାଇଁ କହିଲେ। ସେ ଜୀଙ୍କୁ ଢାକାର ଇଣ୍ଟରକଣ୍ଟିନେଣ୍ଟାଲ ହୋଟେଲକୁ ନେଇଗଲେ। ଯେତେବେଳେ ଜି ତାଙ୍କ ରୁମକୁ ଯିବା ପାଇଁ ଲିଫ୍ଟକୁ ଅପେକ୍ଷା କରୁଥିଲେ, ସେତେବେଳେ ସେ ତାଙ୍କ ପକେଟରେ
ମାତ୍ର 500 ଟଙ୍କା ରଖି ଏପରି ଏକ ବ୍ୟୟ ସାପେକ୍ଷ ହୋଟେଲରେ କିପରି ଏକ ସପ୍ତାହ ରହିପାରିବେ, ଏ କଥା ଭାବି ସେ ଆଶ୍ଚର୍ଯ୍ୟ ହେଉଥିଲେ। ସେ ଏପରି ଭାରାକ୍ରାନ୍ତ ହୃଦୟରେ ମାଙ୍କୁ ପ୍ରାର୍ଥନା କଲେ। ଠିକ୍ ତାପରେ ଲିଫ୍ଟ ଆସିବା ମାତ୍ରେ ସେ ପଣ୍ଡିଚେରୀରେ ଭେଟିଥିବା ଜଣେ ଆନ୍ତର୍ଜାତିକ ବିଖ୍ୟାତ ବ୍ୟବସାୟୀ ବ୍ୟକ୍ତିଙ୍କୁ ଦେଖିଲେ, ଯିଏକି ଶ୍ରୀମା ଶ୍ରୀଚନ୍ଦ୍ରଙ୍କର ଭକ୍ତ ଥିଲେ। ସେ ଜୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଯେତେବେଳେ ତାଙ୍କର ଉଦ୍ଦେଶ୍ୟ ବିଷୟରେ ଜାଣିଲେ, ସେ କହିଲେ ଯେ ଏହିପରି ଏକ ଅକସ୍ମାତ ସାକ୍ଷାତ କେବଳ ମାଙ୍କ କରୁଣାରୁ ହିଁ ସମ୍ଭବ ହୋଇଛି। ତାପରେ ସେ ଜୀଙ୍କୁ ଅର୍ଥ ପାଇଁ କୌଣସି ପ୍ରକାର ବ୍ୟସ୍ତ ହେବା ଦରକାର ନାହିଁ ବୋଲି ଜଣାଇଲେ। ସେ ମ୍ୟାନେଜରଙ୍କୁ ଡାକି କହିଲେ ଯେ ଜୀଙ୍କର ହୋଟେଲ ରହଣୀର ସମସ୍ତ ଖର୍ଚ୍ଚର ବିଲ୍ ସେ ପୈଠ କରିବେ ଏବଂ ତାଙ୍କ ଯିବା ଆସିବା ପାଇଁ ଡ୍ରାଇଭର ସହ କାରଟିଏ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଲେ। ସେ ମଧ୍ୟ ଜୀଙ୍କୁ କହିଲେ ଯେ ବାଂଲାଦେଶର କେତେକ ମନ୍ତ୍ରୀମାନଙ୍କ ସହ ତାଙ୍କର ସେ ସାକ୍ଷାତ କରାଇଦେବେ। ଜୀ ଏହି ବଦାନ୍ୟତାର କୃତକୃତ୍ୟ ହେଲେ ଏବଂ ଏହିପରି ଏକ ଅଜଣା ସ୍ଥାନରେ ମାଙ୍କର ସମସ୍ତ କୃପା ଠୁଳ ହୋଇ ରହିଛି ଏବଂ ତାଙ୍କୁ ପଦେ ପଦେ କିପରି ସୁରକ୍ଷା ଦେଇ ଚାଲିଛି, এই କଥା ଭାବି ଜୀଙ୍କ ଆଖିରେ ଲୁହ ଆସିଗଲା। ଦେଖନ୍ତୁ, ସେ ତାଙ୍କର ପ୍ରଚେଷ୍ଟା ବିଫଳ ହେଇଯାଇଥିଲା ବୋଲି ଭାବିଥିଲେ, କିନ୍ତୁ ଏବଂ ଆଉ ଗୋଟେ ମଜା କଥା ଯେ ପକେଟରେ ମାତ୍ର 500 ଟଙ୍କା ଅଛି। ସେଠି ସେ କାହାକୁ ଜାଣିନାହାନ୍ତି। ଡ୍ରାଇଭରଙ୍କୁ କହିଲେ ଯେ ସେ ନେଇକରି ଗୋଟେ ହୋଟେଲରେ ରଖିବା ପାଇଁ, ପହଞ୍ଚେଇବା ପାଇଁ। ସେ ନେଇ ପହଞ୍ଚେଇ ଦେଲା ଗୋଟେ ବିରାଟକାୟ ହୋଟେଲ। ସେ ପୁଣି କଣ ଇଣ୍ଟର କଣ୍ଟିନେଣ୍ଟାଲ ହୋଟେଲ, ତାମାନେ ପଇସା ବହୁତ ସେଠି। ସେ ବ୍ୟସ୍ତ ହେଇଗଲେ। ବର୍ତ୍ତମାନ ଭିତରେ ମାଙ୍କୁ ଡାକିବା ଛଡା ତାଙ୍କ ପାଖରେ କିଛି ଉପାୟ ନଥିଲା। ତେଣୁ ସେ ମାଙ୍କୁ ପ୍ରାର୍ଥନା କଲେ। ନାଇଁ, ଉପାୟ ନଥିଲା ବୋଲି ମୁଁ କହୁଛି ବି କାହିଁକି, କାହିଁକିନା ସେ ତ ମାଙ୍କୁ ଡାକି ଡାକି ହିଁ ଯାଉଥିଲେ। କିନ୍ତୁ ତାଙ୍କ ଭିତରେ ଗୋଟେ ରହିଲା ଯେ ଏତେ ହୋଟେଲ ରହିଲା, କେମିତି ପଇସା ଏତିକି ଏବଂ ଏଠି କେମିତି କଣ ଏଇଭଳିଆ ଯୋଉ ଗଣ୍ଡଗୋଳିଆ ପରିସ୍ଥିତି ଅଛି, ତା ଭିତରେ କେମିତି ମା ଶ୍ରୀଚନ୍ଦ୍ରଙ୍କ କଥା କୋଉଠି କଣ କେମିତି କରିବେ। ଏଇ ସମୟରେ ଦେଖନ୍ତୁ, ସେ ବ୍ୟକ୍ତି ଜଣଙ୍କ ଦେଖାହେଲେ, ଯିଏକି ତାଙ୍କର ସମସ୍ତ ଦାୟିତ୍ୱ ନେଇଗଲେ। ହୋଟେଲରେ ରହିବା ବ୍ୟବସ୍ଥା, ଯିବା ଆସିବା କରିବା ପାଇଁ ଗାଡି, ଡ୍ରାଇଭର ସବୁ ରେଡି କରିଦେଲେ। ତେଣୁ ତାଙ୍କ ଆଖିରେ ଏଇ ଯୋଉ କୃତଜ୍ଞତାର ଅଶ୍ରୁ ଆପେ ଆପେ ଝରି ଆସିବ। ତାପରେ ଜୀ ବାଂଲାଦେଶରେ ଭାରତର ହାଇ କମିଶନରଙ୍କୁ ଭେଟିଲେ। ହଁ, ସିଏ ଆହୁରି ଗୋଟେ କଥା ହେଲା, ସିଏ ନେଇକିରି ମନ୍ତ୍ରୀ ମାନଙ୍କୁ ବି ଭେଟେଇ ଦେବା ପାଇଁ ତାଙ୍କୁ କହିକି ଗଲେ ଯେ ମୁଁ କେତେ ଜଣ ମନ୍ତ୍ରୀଙ୍କ ସହିତ ସାକ୍ଷାତ କରେଇଦେବେ। ତାପରେ ଜୀ ବାଂଲାଦେଶରେ ଭାରତର ହାଇ କମିଶନରଙ୍କୁ ଭେଟିଲେ। ସିଏ କହିଲେ ସେଠାକାର ତତ୍କାଳୀନ ପରିସ୍ଥିତିରେ ଏହିପରି କୌଣସି କାର୍ଯ୍ୟ କରିବା ଏକବାର ଅସମ୍ଭବ। ଏଥିପାଇଁ ଅନେକ ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି। ଏଣୁ ସେ କେବଳ ସାହାଯ୍ୟ କରିବେ ତାହା ନୁହଁ, ବରଂ ତାଙ୍କୁ ନିଷ୍ଠୁର ଭାବେ ଆଦେଶ ଦେଇପାରିବେ ଯେ ଜୀ ସେହି ସ୍ଥାନ ଭ୍ରମଣ କରିସାରିଲା ପରେ ଯଥାଶୀଘ୍ର ଫେରି ଆସିବା ଉଚିତ। ତାମାନେ ସେଠି ଯିଏ ଭାରତର ହାଇ କମିଶନର ଅଛନ୍ତି, ସେ ତାଙ୍କୁ ନିର୍ଦ୍ଦେଶ ଦଉଛନ୍ତି ଯେ ତୁମେ ଶୀଘ୍ର ଯାହା ବୁଲାବୁଲି କରିବା କଥା ବୁଲାବୁଲି କର ଏବଂ ଶୀଘ୍ର ଦେଶ ଛାଡି ଭାରତ ଫେରିଯାଅ। ଯେତେବେଳେ ଜୀ ତାଙ୍କର ପ୍ରଥମ ସାକ୍ଷାତ ହୋଇଥିବା ବନ୍ଧୁଙ୍କର ମ୍ୟାନେଜରଙ୍କ ଜରିଆରେ ଜଣେ ବ୍ୟବସାୟୀଙ୍କୁ ଭେଟିଲେ, ସେମାନେ ମଧ୍ୟ କହିଲେ ଯେ ଏହିପରି ଏକ ଆୟୋଜନ ପାଇଁ ସେଠାର ପାଗ ଅନୁକୂଳ ନୁହେଁ ଏବଂ ସେଠାରେ ଏକ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଛି। ଦେଖନ୍ତୁ, ବାଂଲାଦେଶରେ ପାକିସ୍ତାନରେ ମୁସଲିମ ମାନେ ସାଧାରଣତଃ ଯୋଉ ପ୍ରକାରର କାର୍ଯ୍ୟ ସବୁ ମାନେ ତାଙ୍କ ଭିତରର ଚିନ୍ତାଧାରା ଭାବଧାରା ନେଇକିରି ଚାଲିଛି, ଗଣ୍ଡଗୋଳ ପରିସ୍ଥିତି ତ ଏବେ ବି ଲାଗି ରହିଛି ଭାରତ ପାକିସ୍ତାନ ଭିତରେ। ପାକିସ୍ତାନରେ ବି ଯୋଉ ମୁସଲିମ ମାନେ ଅଛନ୍ତି, ସବୁ କେମିତି ମାନେ ସମସ୍ତ ମୁସଲିମ ମାନେ କଥା ପଡିନି, ଯୋଉ ଯୋଉ ସବୁ ନେତୃସ୍ଥାନୀୟ ଲୋକ, ସେମାନେ କେମିତି ଗୋଟେ ଗୋଟେ କଥାକୁ କଦର୍ଥ କରୁଛନ୍ତି। ତେଣୁ ସେଇ ସମୟରେ ଅନେକ ବର୍ଷ ଧରି ବାଂଲାଦେଶର ଯୋଉ ମୁସଲିମ ମାନେ ଥିଲେ, ମଜା କଥା ଦେଖନ୍ତୁ, ଭାରତର ଗୋଟିଏ ସାଇଡରେ ପାକିସ୍ତାନ, ବାଂଲାଦେଶ ଆଉ ଗୋଟେ ସାଇଡରେ, କିନ୍ତୁ ଯେହେତୁ ସେମାନେ ମୁସଲିମ, ତେଣୁ ସେତେବେଳେ ମହାତ୍ମା ଗାନ୍ଧୀଙ୍କର ଯାହା ତାଙ୍କର ଭିତରେ ଆସିଲା ସେ କରିଥିଲେ ଯେ ସେମାନେ ବର୍ତ୍ତମାନ ଗୋଟିଏ କଣ୍ଟ୍ରି। ଭାଗ୍ୟ ଭଲ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଯୋଗୁ ଆମର ହାଇଦ୍ରାବାଦ ଟା ବଞ୍ଚିଗଲା, ନହେଲେ ସେ ହାଇଦ୍ରାବାଦ ବି ପାକିସ୍ତାନ ଏକ ଅଂଶ ହେଇଥାନ୍ତା ଏବଂ ସେତେବେଳେ ଭାରତ ମଧ୍ୟ ଦେଇକିରି ପାକିସ୍ତାନର
गोटे विराट चौड़ार रास्ता से आसता हैदराबाद को ताने पाकिस्तान से बाट देकरी हैदराबाद सहित तार सी बर्तमान पाकिस्तान जदि अंश होता तेणु कम्युनिकेशन टू सब आरंभ करता ताने वर्तमान जी टेररिज्म अच्छी चिंता करंतु जदि से समय हैदराबाद रही था पाकिस्तान एक अंश होगी ताले आम अवस्था जहाँ होता भगवान कृपा जे सरदार वल्लभ भाई पटेल ताकू करई देले नाही जदिओ महात्मा गांधी ताहा से फाइनाल कर देथिले जे हैदराबाद भी पाकिस्तान तेणु भारतर तीन पटरे जानिकी तीन पाकिस्तान था अवस्था जहाँ होता तेणु से जो बांग्लादेश रे जो माने सब थिले बंगाली मुस्लिम सेमानंक उपरे बहुत अत्याचार से माने करछन्ते अन्य माने तांकर पुलिस माने अत्याचार करछन्ते तेणु सेमानंक भितरे अनेक दिन धरिकी गोटे स्वाधीनता संग्राम कला भाया से माने संग्राम रे लागि रहले जे आमे अलगा हे जिवु ता माने ब्रिटिश ठारू भारत स्वाधीनता हला महात्मा गांधी जो भारत पाकिस्तान दी भाग हवा पई सम्मति दे देले मुस्लिम मानक नैकरी आ गोटे कंट्री आरंभ हला ता भितरे से मुस्लिम मानक भितरे भी तांकर गंडगोल हला अनेक वर्ष धरी से संग्राम लागि रहला एवं शेष को सेतबे हमर भारतर प्रधानमंत्री थिले इंदिरा गांधी तांकर सहायता रे बांग्लादेश पाकिस्तान रे अलगा हे गला सेतबेले मा तो निर्देश देथिले जे तुमे लाहौर पर्यंत माडी जाओ तामाने सेतबे पाकिस्तान को चाहिथिले भी भारत निज अधीन को आनी परिथांता से समय रे बांग्लादेश रिसेंटली अलगा हेची तेणु परिस्थिति ठीक नाही तो ता भितर समस्त मना करछन्ती जे ए गंडोलिया परिस्थिति रे तमे बाहरी जीवा उचित परदिन जी बांग्लादेश रो केते जण मंत्री को साक्षात करथिले सेमाने कहले श्रीरेंद्र को जड़े महान ऋषि भाव से माने जानी किंतु सरकार तरफ किसी करने को गले फल ओलटा हेबो गवर्नमेंट तरफ बर्तमान किसी करहबना शुणी जी मन नैराश्य भरीगला से दिन अपराह से जड़े विख्यात रोमान काली मंदिर बुलवा गले जीवा समय भारी शोष लगे आगरे थिबा ढाका प्रेस क्लब को जीवाई ड्राइवर कहला सेठारे छिड़ा होइथिबा बेले हठात मन को आसिला गोटे प्रेस सम्मेलन आयोजन कले किछि होई पारंता से प्रेस सेक्रेटरी को साक्षात कले एवं ता परदिन सकाळ 9 रे गोटे सम्मेलन आयोजन कले किंतु तांकु कौनसी आध्यात्मिकता बा धर्म पर किछि कहबा को निषेध करा जायतिला प्रेस कॉन्फ्रेंस करा हला करिया को अनुमति देले किंतु आध्यात्मिकता बा धर्म पर से किछि कहबेनी जी रात्रि रे सोई पाले नहीं माँ पुस्तक पढ़िले और माँ को प्रार्थना कले परदिन सकाळ 9टा समय 6 जन रिपोर्टर आसिले जी केवल आंतर्जातिक सहर अरबिल विषय किछि कहले किंतु प्रश्नर सुओ छुटिला तांकु जेहेतु आध्यात्मिकता धर्म विषय आध्यात्मिकता हो बा धर्म हो कौन विषय किछि कहया को मना करा जायतिला तेणु से केवल अरबिल विषय कहले अरबिल जो इंटरनेशनल टाउन कराई जोठी की व्यक्ति माने स्वाधीन भाव में बसवास करछंती से देश रे से जो सहर रे कौन सबु देश लोक आसी रही से विषय अनेक डिटेल्स अच्छी से विषय से कहले प्रश्नर सुओ छुटिला से सबूर प्रश्नर उत्तर देवा को जाई से स्वाभाविक भावे श्री माँ श्री अरविंद और तांकर आदर्श और आश्रम विषय कहवा को लगिले जी किभली परिस्थिति रे अछंती एवं तार परवर्ती पदक्षेप कौन ता भाभी आश्चर्यान्वित हो गले परदिन सकाळे जेतबेले खबर कागज उपरे देखंतु मना करा जायतिला कहया पई किंतु से माँ पुस्तक पढ़ी माँ को प्रार्थना कर सोई पड़ले तांको भितरे माँ प्रेरणा देले केवल अरबिल विषय कहया पई से जो अरबिल विषय कहले जे गोटे टाउन अच्छी जोटी की जेकोसी देश लोक रही पारे केमती कौन से फ्री रे इत्यादि इत्यादि सेठी पैसार कारबार हम ना ये सब जिन जो कहवा को आरंभ कले तो निश्चय प्रश्न आसला बहुत प्रश्न आसा ऑटोमेटिकली माँ श्रीमंत कथा आड़ को आपे आपे चलीगला
ମାସିନ ଉପରେ ବି ସେମାନେ ପ୍ରଶ୍ନ କଲେ, ଆଶ୍ରମ ବିଷୟରେ ପ୍ରଶ୍ନ କଲେ। ସବୁ ପ୍ରଶ୍ନର ଉତ୍ତର ଦଉ ଦଉ ତେଣୁ ଯୋଉଟା ସେ ଦରକାର ଥିଲା ତାହା ହିଁ ହେଇଗଲା। ଆଉ ପ୍ରେସ କନଫରେନ୍ସ ହେଇଗଲା ମାନେ ଚାରିଆଡେ ବାହାରି ଯିବ। ପରଦିନ ସକାଳେ ଯେତେବେଳେ ଖବରକାଗଜ ଉପରେ ଜିଙ୍କର ଆଖି ପଡିଲା, ସେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ। ଦୈନିକ ଖବର କାଗଜର ପ୍ରଥମ ପୃଷ୍ଠାରେ ଶ୍ରୀଅରବିନ୍ଦଙ୍କର ଏକ ସୁନ୍ଦର ଫଟୋ ସହ ପ୍ରେସ ସମ୍ମିଳନୀର ସମ୍ପୂର୍ଣ୍ଣ ରିପୋର୍ଟ ବାହାରିଛି। ଜି ତଳକୁ ଆସି ଇଟେପ୍ୟାକ୍ ଆଉ ଗୋଟିଏ ସମ୍ବାଦପତ୍ର ଆଣି ଦେଖନ୍ତି, ସେଥିରେ ମଧ୍ୟ ଶ୍ରୀଅରବିନ୍ଦଙ୍କର ଏବଂ ଅରବିନ୍ଦର ଦୁଇଟି ଫଟୋ ସହ ପ୍ରେସ ସମ୍ମିଳନୀର ସମସ୍ତ ବିବରଣୀ ବାହାରିଛି। ଜି ଯେ ଶ୍ରୀଅରବିନ୍ଦଙ୍କ ଜନ୍ମବାର୍ଷିକୀ ଅବସରରେ ବାଂଲାଦେଶର କୋଟି କୋଟି ଲୋକଙ୍କ ସମ୍ମୁଖକୁ ଶ୍ରୀଅରବିନ୍ଦଙ୍କର ନାମଟିକୁ ଆଣିପାରିଛନ୍ତି, ଏହା ଭାବି ସିଏ ଖୁବ୍ ଆନନ୍ଦିତ ହେଲେ। ତାପରେ ସେ ମଧ୍ୟ ଜାଣିବାକୁ ପାଇଲେ ଯେ ଦୀର୍ଘ 25 ବର୍ଷ ପରେ ବାଂଲାଦେଶର ସମ୍ବାଦପତ୍ରରେ ଜଣେ ଭାରତୀୟ ଋଷିଙ୍କର ଫଟୋ ବାହାରିଲା। ତାମାନେ 25 ବର୍ଷ ଭିତରେ, ହଁ ତା ପୂର୍ବରୁ ସେ ବ୍ୟକ୍ତି ଯୋଉ କହିଥିଲେ ଯେ ଏଠାରେ ଭାରତର ଋଷି ମାନଙ୍କୁ ମାନେ ପସନ୍ଦ କରନ୍ତି ନାହିଁ, ତେଣୁ ବାହାରିନି କେବେ। ଦୀର୍ଘ 25 ବର୍ଷ ପରେ ବାଂଲାଦେଶର ସମ୍ବାଦପତ୍ରରେ ଜଣେ ଭାରତୀୟ ଋଷିଙ୍କର ଫଟୋ ବାହାରିଲା। ଦେଖନ୍ତୁ ଯୋଉ ଉଦ୍ଦେଶ୍ୟ ନେଇକି ସେ ଆସିଥିଲେ, ସେ ଯାଇଥିଲେ କୋଉ ଗୋଟେ ଜାଗାରେ ବା 4ଟା ଜାଗାରେ କି 5ଟା ଜାଗାରେ ଶ୍ରୀଅରବିନ୍ଦଙ୍କ ବିଷୟରେ କିଛି କାର୍ଯ୍ୟକ୍ରମ କରିଥାନ୍ତେ, କିନ୍ତୁ ମା ଏମିତି ଯୋଗାଡ଼ ଯନ୍ତ୍ର କରି ରଖିଛନ୍ତି, ସିଏ ପ୍ରେସ କନଫରେନ୍ସ ହେଲା ଏବଂ ପ୍ରେସ କନଫରେନ୍ସରେ ଯଦିଓ ମନା କରାଯାଇଥିଲା, କିନ୍ତୁ ସବୁ ଯାକ ପ୍ରଶ୍ନର ଉତ୍ତର ଦେବାକୁ ଯାଇକିରି ଯାହା ସେ କାର୍ଯ୍ୟକ୍ରମ କରିଥାନ୍ତେ ସବୁ ଯାକ ଏକା ସାଙ୍ଗରେ ଟୋଟାଲ ସମଗ୍ର ବାଂଲାଦେଶରେ ପହଞ୍ଚିଗଲା। ଯେମିତି କୁହନ୍ତିନି ସମସ୍ତଙ୍କ ଘରେ ଘରେ ପହଞ୍ଚିଗଲା। ଏହାପରେ ଖୁବ୍ ଶୀଘ୍ର ଚାରିଆଡୁ ତାଙ୍କ ପାଖକୁ ଫୋନ ଆସିବାକୁ ଲାଗିଲା। ଲୋକମାନେ ଶ୍ରୀଅରବିନ୍ଦଙ୍କ ବିଷୟରେ ବେଶୀ ବେଶୀ ଜାଣିବାକୁ ଆଗ୍ରହ କରି ପ୍ରଶ୍ନ ପଚାରିବାକୁ ଲାଗିଲେ। ଏପରିକି ବିଶ୍ୱବିଦ୍ୟାଳୟର କୁଳାଧିପତି ଆଗ୍ରହ ପ୍ରକାଶ କରି ଫୋନ କଲେ। ଭାରତୀୟ ହାଇ କମିଶନର ତାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଆମନ୍ତ୍ରଣ କରିଥିଲେ। ସେ ଜିଙ୍କୁ କହିଲେ ସେଠାରେ କେତେକ ମୁଖ୍ୟ ବିଭାଗରେ ଭାରତ ପ୍ରତି ବେଶ ଶତ୍ରୁତା ରହିଥିଲେ ମଧ୍ୟ କିପରି ଏପରି ଏକ ସନ୍ଦର୍ଭ ପ୍ରକାଶନ ସମ୍ଭବ ହୋଇପାରିଲା, ଏହା ତାଙ୍କୁ ବିସ୍ମିତ କରିଛି। କିନ୍ତୁ ଜି ଜାଣିଥିଲେ ଯେ ସେ ଶ୍ରୀଅରବିନ୍ଦଙ୍କ ଜନ୍ମ ଶତବାର୍ଷିକୀ ସମୟରେ ମାଙ୍କର କରୁଣା ବାଂଲାଦେଶରେ ଅବତରଣ କରିଥିବା ଫଳରେ ଏସବୁ ସମ୍ଭବ ହୋଇପାରିଥିଲା। ତାଙ୍କ ହାଇ କମିଶନର ଗୋଟେ ସନ୍ଦେହ ପ୍ରକାଶ କଲେ, କାହିଁକିନା ଉପରିସ୍ଥ ଅଫିସର କେତେ ଜଣ ଅଛନ୍ତି ଯୋଉମାନେ କି ଭାରତ ପ୍ରତି ବେଶ ଶତ୍ରୁତା ଥିଲା, ତେଣୁ ସେମାନେ ଆଶ୍ଚର୍ଯ୍ୟ ହେଲେ କେମିତି କଣ ଏଇଟା ସମ୍ଭବ ହେଇପାରିଲା। କିନ୍ତୁ ଇଏ ତ ମାଙ୍କ ବ୍ଲେସିଂସ ନେଇକି ଯାଇଛନ୍ତି, ଆଉ କେମିତି କାମ ହବନି। ଗୋଟିଏ ଦିନ ମଧ୍ୟରେ ବାଂଲାଦେଶର ମନ୍ତ୍ରୀଙ୍କୁ ଜଣେ ମୁଖ୍ୟ ପ୍ରତିନିଧି ଭାବରେ ନେଇ ଏକ ଶ୍ରୀଅରବିନ୍ଦ ଜନ୍ମ ଶତବାର୍ଷିକୀ କମିଟି ଗଠନ ହେଲା। ଆଉ 2 ଦିନ ପରେ ଏଠାରେ ପ୍ରଥମ ଅଧିବେଶନ ହେଲା। ସେଥିରେ ଏହା ସ୍ଥିର କରାଗଲା ଯେ ଶ୍ରୀଅରବିନ୍ଦ ଜନ୍ମ ଶତବାର୍ଷିକୀ 1972 ମସିହା ଅଗଷ୍ଟ 15 ତାରିଖରେ ପାଳନ ହେବ। ଶ୍ରୀଅରବିନ୍ଦ ସୋସାଇଟିରୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଡକା ହୋଇଥିଲା। ଢାକା ବିଶ୍ୱବିଦ୍ୟାଳୟ ତରଫରୁ ଜିଙ୍କୁ ଭାଷଣ ଦେବା ପାଇଁ ନିମନ୍ତ୍ରଣ ଆସିଥିଲା ଏବଂ ସେଠାରେ ଯୁବକମାନଙ୍କର ଆଗ୍ରହ ଏବଂ ଉନ୍ମୁଖତା ତାଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଦେଇଥିଲା। ହଁ ସେଠାରେ ସିଏ ଥିଲେ। ଆଉ ଏକ ଘଟଣା, ଶ୍ରୀଅରବିନ୍ଦଙ୍କ ମହାସମାଧି ଦର୍ଶନ ଚାଲିଥାଏ। ସିଙ୍କର ପିତାମାତା ସେଇ 1.5 ବର୍ଷର ଛୋଟ ପିଲାଟିକୁ ଶ୍ରୀଅରବିନ୍ଦଙ୍କର ମହାସମାଧି ଦର୍ଶନ ସୁଯୋଗ ଦେଇଥିଲେ। ତେଣୁ ତାଙ୍କର ଦୃଢ ବିଶ୍ୱାସ ଥାଏ ପିଲାଟି ତାର ଅଜାଣତରେ ନିଜର ପ୍ରକୃତି ମଧ୍ୟରେ ଶ୍ରୀଅରବିନ୍ଦଙ୍କୁ ପ୍ରଣାମ ଜ୍ଞାପନ କରିଅଛି। ଏହି କଥାଟିକୁ ସିଙ୍କର ପିତାମାତା ତାଙ୍କୁ ବାରମ୍ବାର କୁହନ୍ତି। ସିଙ୍କର ପ୍ରାପ୍ତବୟସ୍କ ହୋଇଯିବା ପରେ ତାଙ୍କୁ ଶ୍ରୀଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷା କେନ୍ଦ୍ରରେ ନାମ ଲେଖାଇବାକୁ ପଡିଲା। ପ୍ରାପ୍ତବୟସ୍କ ମାନେ ଅଧିକ ବୟସ୍କ ନୁହଁ, ମାନେ ଶିକ୍ଷା ପାଇଁ ତାଙ୍କର ବୟସ ହେଇଗଲା। ସିଙ୍କର ବୟସ ବଢିବା ସଙ୍ଗେ ସଙ୍ଗେ ଏକ ଚୈତ୍ୟ ଶୋକ ତାଙ୍କୁ ଅଭିଭୂତ କରିଥିଲା। ସେହି ଶୋକଟି ହେଲା ସେ ସଚେତନ ଭାବରେ ଶ୍ରୀଅରବିନ୍ଦଙ୍କୁ ଦର୍ଶନ କରିପାରିଲେ ନାହିଁ। ଚୈତ୍ୟ ଶୋକ ଏଇଥିପାଇଁ କୁହାହଉଛି ଯେ ଚୈତ୍ୟ ତାର ଶୋକ ହିସାବରେ ଏଠି ଲେଖୁଛନ୍ତି ସିଏ। ତାମାନେ ତାଙ୍କ ଭିତରେ ଅନ୍ତରାତ୍ମାର ଗୋଟେ ଯେମିତି କହନ୍ତିନି ଭୋକିଲା ବ୍ୟାକୁଳତା ରହିଗଲା ଯେ ସେ ପ୍ରଭୁ ଶ୍ରୀଅରବିନ୍ଦଙ୍କୁ ଦର୍ଶନ କଲେ, କିନ୍ତୁ ସେତେବେଳେ ସେ ସଚେତନ ନଥିଲେ। 1965 ମସିହା କଥା, ଅଗଷ୍ଟ ମାସ 15 ତାରିଖ ଶ୍ରୀ ମା ଏହି ଶୁଭ ଦିନରେ ଟେରାସ ଦର୍ଶନ ଦିଅନ୍ତି। ସେହି ସୁଯୋଗରେ ସି
दर्शन समय देखती बालकोनी श्रीअरविंद दंडायमान से देखुଛନ୍ତି जे बालकोनी श्रीअरविंद निजे ठिया होइछନ୍ତି तांकर मुखमंडल रे श्मश्रु न थाए सीधा सड़क भाव दंडायमान होई हस्त प्रसारण पूर्वक आशीर्वाद करुछନ୍ତି केते मिनिट बीतीगला परे मध्य सी देखती पूर्व परी बालकोनी से हीपरी से ठिया रही तमाने खाली गोटे किछि क्षण पाई नुह अनेक समय धरी से ठिया होइछନ୍ତି किंतु से जो ठिया होइछନ୍ତି से देखुଛନ୍ତି तांकर दाढ़ी नाही दर्शन समाप्त हैला समवेत दर्शक मंडली जीवाकू आरंभ कले सी मध्य तांको बापा संगे जीवा समय पचारे बापा कहीं एथर श्रीमा बालकोनी को दर्शन देवाई आसी नथिले श्रीअरविंद बालकोनी उपस्थित थिले देखो ये श्रीअरविंद को देखते पचार बापा बापा उत्तर देले प्रत्येक थर परी निर्धारित समय श्रीमा बालकोनी को आसी दर्शन प्रदान करथिले श्रीअरविंद सेठारे नथिले झीटी जिद धरी जोर दे कहले केवल श्रीअरविंद को बालकोनी रे दंडायमान होइथिबार से देखिथिले पर सी श्रीमा निकट को ए संबंध में लिखित भाव में जणाइथिले श्रीमा उत्तर देले हाँ श्रीअरविंद दर्शन समय बालकोनी उपरे मो सहित थिले तुमे तांको दर्शन करि पारिथिबारु मु विशेष भाव में खुशी परे सिंकर परिवार जानिया को पाइथिले अन्यान्य 2-3 गोटी परिवार लोक माने मध्य से दर्शन समय बालकोनी रे श्रीअरविंद को दर्शन करथिले तांकर जो व्याकुलता थिला जे श्रीअरविंद को से सचेतन भाव में दर्शन कर पार नाहंती से व्याकुलतार परिणाम स्वरूप श्रीअरविंद निजे तांको दर्शन देइछंती एवं से सुंदर भाव में अनेक समय धरी तांको दर्शन करछंती एवं परे देखा जाय कि केवल सी नुह आउ अनेक लोक मध्य दर्शन करछंती तामाने जो जो मानक भितर व्याकुलता थिला से माने अनुभव कौन तो देखिले ठिया होइछंती श्रीअरविंदर कृपा स्वर्गत डॉक्टर लक्ष्मी नरसया आंध्र प्रदेश कोडाप्पा जिलार अधिवासी निजर अनुभूति श्रीजुक्त चंद्रदीप को निकट में प्रकाश करते पारिपार्श्विक परिस्थिति बाधाविघ्न अथवा दायित्व जहाँ भी होना कहीं वर्षक मध्य 4 दर्शन सुजोग नेबा पाई निश्चिंत भाव में मु पंडिचेरी जाइए थरे दर्शन दिवस आउ मात्र गोटे दिन थाए दर्शन को जीवा निमंते मु प्रस्तुत हेउची ठीक यही समय बहु दूर जड़े रोगी आसी पहुंचिले तांको किडनी मध्य पथर जमी जाइथिबारु से बहु कष्ट पाउथांती परिश्रा बंद हो जाइए एवं जंत्रणा बहु भाव में बढ़ी जाइए सहसा मु तांकर ऑपरेशन कली संध्यारे पंडिचेरी जीवा समय मोर सहकारी को तांकर आनुषंगिक कार्यक्रम समस्त व्यवस्था करी मोर अनुपस्थिति संबंध में रोगी को किछि न जणाइबा निमंते बारण करिथिली आश्रम जाउथिबा बेले बाट सारा रोगीटी संबंध में मु भाबुथाए 4 दिन पर आश्रम रु फेरी सीधा सड़क नर्सिंग होम को जाई से रोगीटी को मु देखिथिली मु देखे से खूब खुशी अछंती ओ चलाबुला करुछंती मु पचारिली भाई तुमे किपरि अछ से उत्तर देले डॉक्टर वर्तमान मु खूब भल अच्छी मात्र जो संध्यारे मोर ऑपरेशन होइथिला ठीक तापरे मोर परिश्रा पुणी थरे बंद हो गला मु भीषण कष्ट पाइली मु आपणकर सहकारी को संवाद देबारु सेमाने पारु पर्यंत चिकित्सा कले किंतु जंत्रणा लागी रहिला तुमको डाकिया पाई मु जिद कली सेमाने मोते शेषरे बाध्य होई जणाइले जे आपण गुरुदेवंकर दर्शन निमंते जाइछंती पुणी 2 दिन पर फेरिबे एहा सुनी मु गभीर भाव में दुखित और मर्माहत होई पड़िली आपण मते ऑपरेशन करी एपरी भाव में छाड़ी दे चली जिबा मोर रोगर जंत्रणा ठारू विशेष भाव में जंत्रणादायक बोध होइथिला आपणकर सहकारी गण सेमानकर साध्य मते मोते साहाय्य करिबा परे चली गले
ମୁଁ ସେହି ଅବସ୍ଥାରେ ବିଛଣାରେ ପଡ଼ି କାନ୍ଦିବାରେ ଲାଗିଥାଏ। କିନ୍ତୁ କିଛି ସମୟ ପରେ ଜଣେ କେହି ମୋ ନିକଟକୁ ଆସି ପଚାରିଲେ, ତୁମେ କାହିଁକି କାନ୍ଦୁଛ? କାନ୍ଦୁଥିବା ଅବସ୍ଥାରେ ମୁଁ ତାଙ୍କୁ ଉତ୍ତର ଦେଲି, ଦେଖ, ଡକ୍ଟର ମୋତେ ଅପରେସନ କରି ତାଙ୍କ ଗୁରୁଙ୍କର ଦର୍ଶନ ପାଇଁ ଚାଲି ଯାଇଛନ୍ତି। ମୁଁ ଖୁବ୍ ଯନ୍ତ୍ରଣା ଅନୁଭବ କରୁଛି ଏବଂ ମୋର ପରିସ୍ରା ବନ୍ଦ ହୋଇଯାଇଛି। ବହୁ ଦୂରରୁ ମୁଁ ଡାକ୍ତର ବାବୁଙ୍କୁ କେତେ ବିଶ୍ୱାସ କରି ଆସିଥିଲି, ମାତ୍ର ସେ ମୋତେ ଚିରି ଦେଇ ଏପରି ଅବସ୍ଥାରେ ଫୋପାଡ଼ି ଦେଇ ଚାଲି ଯାଇଛନ୍ତି। ସେହି ଲୋକ କହିଲେ, ମାତ୍ର ତୁମର ବ୍ୟସ୍ତ ହେବାର କୌଣସି କାରଣ ନାହିଁ, ତୁମେ ଆରୋଗ୍ୟ ହୋଇଯିବ। କିନ୍ତୁ ସେ ମୋର ଗୋଇଠି ଧରିଲେ ଏବଂ ଦୁଇ ଗୋଡ଼କୁ ହଲାଇ ଦେଲେ। ହଠାତ୍ ଜମି ରହିଥିବା ସମସ୍ତ ପରିସ୍ରା ବାହାରିଗଲା। ମୁଁ ଯନ୍ତ୍ରଣାରୁ ସହସା ମୁକ୍ତି ପାଇଲି ଓ ମୋତେ ଭଲ ଲାଗିଲା। ମୁଁ ନିଦରେ ଆରାମରେ ଶୋଇଗଲି। ସକାଳୁ ଉଠିବା କ୍ଷଣି ମୋତେ ଖୁବ୍ ସୁସ୍ଥ ଲାଗିଲା ଏବଂ ଆରାମ ବୋଧ ହେଲା। ସେଇ ଦିନଠାରୁ ମୋର ଆଉ କୌଣସି ଅସୁବିଧା ହୋଇନାହିଁ। କ୍ଷତଟି ଆସ୍ତେ ଆସ୍ତେ ଆରୋଗ୍ୟ ଲାଭ କରୁଛି। ଡକ୍ଟର, ସେ ଲୋକଟି କିଏ? ଦୟାକରି ତାଙ୍କୁ ଡକାଇଲେ ମୁଁ ତାଙ୍କୁ ଟିକେ ଧନ୍ୟବାଦ ଜ୍ଞାପନ କରନ୍ତି। ସମସ୍ତ ସହକାରୀଗଣଙ୍କୁ ମୁଁ ଡକାଇଲି ଏବଂ ରୋଗୀଙ୍କୁ ପଚାରିଲି, ଏମାନଙ୍କ ମଧ୍ୟରୁ କିଏ ତୁମ ପାଖକୁ ଆସିଥିଲେ? ରୋଗୀ ସମସ୍ତଙ୍କୁ ଭଲ ଭାବରେ ଚାହିଁ ଦେଖିଲେ ଏବଂ କହିଲେ, ଏମାନଙ୍କ ମଧ୍ୟରୁ କେହି ଆଜ୍ଞା ଆସିନଥିଲେ। ସେ ଥିଲେ ଜଣେ ପତଳା ଲୋକ, ଟିକିଏ ଶ୍ୟାମଳ ବର୍ଣ୍ଣ, ଖଣ୍ଡେ ଧୋତି ପରିଧାନ କରିଥିଲେ ଏବଂ ସେଇ ଧୋତିର ଗୋଟିଏ କାନି ତାଙ୍କ କାନ୍ଧରେ ପଡ଼ିଥାଏ। ଏହି ବର୍ଣ୍ଣନା ସମୟରେ ମୋର କିଛି ନିଜର ସନ୍ଦେହ ଥିଲା। ମୁଁ ଶ୍ରୀଅରବିନ୍ଦଙ୍କର ସମସ୍ତ ଫଟୋଗ୍ରାଫ ତାଙ୍କୁ ଦେଖାଇଥିଲି ଏବଂ ପଚାରିଲି, ଏହି ଫଟୋ ମଧ୍ୟରୁ ତୁମେ ଦେଖିଥିବା ସେଇ ଲୋକଟିର ଚେହେରା ମିଶୁଛି କି? ସେ ଶ୍ରୀଅରବିନ୍ଦଙ୍କର ଏକ ପୁରୁଣା ଛବି ଦେଖିବା କ୍ଷଣି କହି ଉଠିଥିଲେ, ହଁ ହଁ ହଁ, ଏଇ ଛବିଟି ତାଙ୍କର। ସେ କିଏ? ମୁଁ ତାଙ୍କୁ ସାକ୍ଷାତ କରିବାକୁ ଇଚ୍ଛା କରେ। ତାଙ୍କୁ ମୁଁ କହିଥିଲି, ସେ ହେଉଛନ୍ତି ଆମର ଗୁରୁଦେବ, ଯାହାଙ୍କୁ ଦର୍ଶନ କରିବା ନିମନ୍ତେ ମୁଁ ଯାଇଥିଲି। ତୁମର ଅବସ୍ଥା ଭଲ ନଥିଲେ ମଧ୍ୟ ମୋତେ ଯିବାକୁ ପଡ଼ିଥିଲା। ମୁଁ କିପରି ତାଙ୍କୁ ତୁମ ନିକଟକୁ ଡାକି ଆଣିପାରିବି? ସେ ତ ଆଉ ଶରୀରରେ ନାହାନ୍ତି। ଗଭୀର ଭକ୍ତି ସହ ରୋଗୀଟି ଅନୁରୋଧ କଲା, ଡକ୍ଟର ମହାଶୟ, ମୋ ପାଇଁ ଗୋଟିଏ ଫଟୋ ଆଣନ୍ତୁ, ମୁଁ ତାଙ୍କୁ ପୂଜା କରିବି। ଶ୍ରୀଅରବିନ୍ଦ ତାଙ୍କର ଭକ୍ତଙ୍କ ପାଇଁ, କହିବାକୁ ଗଲେ ଭକ୍ତର ଯୋଉ ନିନ୍ଦା ଶୁଣିଲେ, ଅପବାଦ ଶୁଣିଲେ ତାଙ୍କୁ କଷ୍ଟ ଲାଗିଲା। ତେଣୁ ସେ ଭକ୍ତର ନିନ୍ଦା ଅପବାଦ କୁ ଦୂର କରିବା ପାଇଁ ନିଜେ ସ୍ୱଶରୀରରେ ସେ ଆସି ତାଙ୍କ ପାଖରେ ପହଞ୍ଚି ତାଙ୍କ ପାଇଁ ରୋଗଟିର ପୁରା ନିବାରଣ କରିଦେଇ ଚାଲିଗଲେ। ତେଣୁ ଆମେ ଯୋଉ ଶୁଣିଛନ୍ତି ଆଗରୁ ସବୁ, ଭଗବାନ କେମିତି ତାଙ୍କର ଭକ୍ତ ମାନଙ୍କ ପାଇଁ ଆସି କର ଦେଇଛନ୍ତି, ଖଜଣା ଦେଇଛନ୍ତି, ବିଲରେ ଖଟିଛନ୍ତି, ବୋହିଛନ୍ତି, ମୂଲିଆ ଭଳିଆ କାମ କରିଛନ୍ତି। ତେଣୁ ଏ ସବୁ ଜିନିଷ ନିଶ୍ଚୟ ହେଇଛି, ନିଶ୍ଚୟ କାହା ଜୀବନରେ ଘଟିଛି। ଇଏ ତ ବ୍ୟକ୍ତି ନିଜେ ଯେ ସ୍ୱଶରୀରରେ ଥିବା ଅବସ୍ଥାରେ ତାଙ୍କୁ ଦେଖିଲେ। ଡାକ୍ତରଙ୍କର ପେସେଣ୍ଟ ହେଇକିରି ହଉ, ତାଙ୍କ ଭିତରେ ନିଶ୍ଚୟ ଓପନିଂ ଥିଲା ଏବଂ ବା ଡାକ୍ତରଙ୍କୁ ଶ୍ରୀଅରବିନ୍ଦ କୃପା କରିଛନ୍ତି, ଭକ୍ତ ଭାବରେ ସ୍ୱୀକାର କରିଛନ୍ତି, ସନ୍ତାନ ଭାବରେ ସ୍ୱୀକାର କରିଛନ୍ତି। ତେଣୁ ତାଙ୍କ ଅପମାନ ସହି ନ ପାରି ଶ୍ରୀଅରବିନ୍ଦ ନିଜେ ଆସି ୟାଙ୍କୁ ଦର୍ଶନ ବି ଦେଇକି ଗଲେ। ଶ୍ରୀଅରବିନ୍ଦଙ୍କ କୃପା କିଏ ବା ବୁଝିପାରିବ। ମା Ma. You are a river.